ହାତରେ କୋଡ଼ି କୋଦାଳ, ମୁଣ୍ଡରେ ଡାଲା ଆଉ ଝୁଡ଼ି। ଶ୍ରମଦାନ ପାଇଁ ଏକାଠି ହୋଇଛନ୍ତି ଗାଁ ସାରା ଲୋକ। ଆଉ ଦୀର୍ଘ 2 ମାସର ନିରବଚ୍ଛିନ୍ନ ପରିଶ୍ରମ ପରେ ସତ ହେଲା ସଡ଼କ ନିର୍ମାଣର ସ୍ୱପ୍ନ। ଏ ଦୃଶ୍ୟ ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ଅନ୍ତର୍ଗତ କୁସୁମଖୁଣ୍ଟା ଗାଁର। ଆଦିବାସୀ ଅଧ୍ୟୁଷିତ ଏ ଗାଁର 3ଟି ସାହିକୁ ନଥିଲା ସବୁଦିନିଆ ରାସ୍ତା। ବଣ ଜଙ୍ଗଲ ଓ ପାହାଡ଼ ଘେରା ଏ ଗାଁକୁ ପାଦରେ ଚାଲି ଚାଲି ଯିବାକୁ ବି ରାସ୍ତାଟିଏ ନଥିବାରୁ ଯାଇପାରେନି ଆମ୍ବୁଲାନ୍ସ କି ସହଜରେ ପହଞ୍ଚି ପାରେନି ସରକାରୀ ସୁବିଧା ସୁଯୋଗ। ଗାଁକୁ ରାସ୍ତାଟିଏ ପାଇଁ ବର୍ଷ ବର୍ଷ ଧରି ନେତା ମନ୍ତ୍ରୀ ଓ ଅଫିସରଙ୍କୁ ବାରମ୍ବାର ଗୁହାରି କରି ଆସୁଥିଲେ ଗାଁ ଲୋକମାନେ। ହେଲେ ଆଜି ଯାଏଁ ଗାଁ ଲୋକଙ୍କର ଗୁହାରି କାହାରି କାନରେ ବି ପଡ଼ୁନଥିଲା। ତେଣୁ ଆଉ ଗୁହାରି ନକରି ନିଜେ ରାସ୍ତା ତିଆରି କରିବାକୁ ନିଷ୍ପତ୍ତି ନେଇଥିଲେ ଗ୍ରାମବାସୀ। ଆଉ 2 ମାସର ମିଳିତ ଓ ଯୋଜନାବଦ୍ଧ ପରିଶ୍ରମ ସେମାନଙ୍କ ରାସ୍ତା ତିଆରିର ସ୍ୱପ୍ନକୁ ସାକାର କରିପାରିଛି। ଏଇଟା ଆମକୁ ଅସୁବିଧା ହେଲା, ରାସ୍ତା କୋନ ସରକାର ମିଶା ଚାହିଁଲେ ନାହିଁ। ସେଥିପାଇଁ ହେଲେ ଆମେ ହେଲେ ନିଜେ ନିଜେ ଡଗରା ଡଗରି ଯାଇକରି ମିଶା ବାଲ ବଚ୍ଚା ମାନେ ଅଧିକ ଅସୁବିଧା ପଡ଼ିଛି। ଆମେ ଜଙ୍ଗଲ ଭିତରେ ଅଛୁ, ସେଥିପାଇଁ ହେଲେ ରାସ୍ତାକେ ସୁଖେ ମାଇକିଲେ ସବୁ ଆସିକରି ରାସ୍ତା ଖୋଲି ନେଉଛୁ। ଅସୁବିଧା ପାଇଁ ରାସ୍ତା ବନାଉଛି। ରାସ୍ତା ନାହିଁ, ଘାଟ ନାହିଁ, କିଛି ନାହିଁ। ଆମର ଗାଁ ଅଛି ବସିକି ରହିଛି ଆମର ଜାଗା 30 ବର୍ଷ ହେଲାଣି। ରାସ୍ତା କାହିଁ ସରକାର ଦଉନାହିଁ। ସେଥି ପାଇଁ ବୋଲି ଆମେ ରାସ୍ତା ବନାଇବୁଛେ। ଡେଲିଭରି ପେସେଣ୍ଟ ଆମେ ବହି କରି ନେବୁଛେ 10 କିଲୋମିଟର। ଆଜିକୁ ପ୍ରାୟ 4 ବର୍ଷ ତଳେ ଏହି ଗାଁରୁ ଜଣେ ଗର୍ଭବତୀଙ୍କୁ ଗାଁ ଲୋକମାନେ ଭାରରେ ବୋହି ଡାକ୍ତରଖାନା ନେଇଥିଲେ। ଏହି ସମୟରେ ଲୋକଙ୍କ ସହ ମିଶି ଗର୍ଭବତୀଙ୍କୁ ନିଜେ କାନ୍ଧରେ ବୋହି ନେବା ସହ ଖୁବ୍ ଶୀଘ୍ର ରାସ୍ତା ନିର୍ମାଣର ଦୃଢ଼ ପ୍ରତିଶ୍ରୁତି ଦେଇଥିଲେ ସ୍ଥାନୀୟ ବିଧାୟକ ମନୋହର ରାନ୍ଧାରୀ। ଗାଁ ଲୋକଙ୍କ ଅଭିଯୋଗ, ବିଧାୟକ ଏବେ 2ୟ ଥର ପାଇଁ ନିର୍ବାଚିତ ହୋଇଥିଲେ ମଧ୍ୟ ନିଜର ପୁରୁଣା ପ୍ରତିଶ୍ରୁତିକୁ ଭୁଲି ଯାଇଛନ୍ତି। ଅନ୍ୟପଟେ ବିଧାୟକଙ୍କ କହିବା କଥା, ସମ୍ପୃକ୍ତ ଗାଁଟି ଜଙ୍ଗଲ ଜମିରେ ରହିଛି। ଜଙ୍ଗଲ ବିଭାଗର ଅନୁମତି ମିଳିଲେ ରାସ୍ତା ନିର୍ମାଣ ହେବ ବୋଲି କହି ସେ ନିଜ ମୁଣ୍ଡରୁ ଦାୟିତ୍ୱ ଖସାଇ ଦେଉଥିବା ଗାଁ ଲୋକମାନେ କହିଛନ୍ତି। ଆମର ମନୋହର ରନ୍ଧାରୀ ଆମର ବିଧାୟକ 3 କିଲୋମିଟର ଯାଏ ବହି କରି ନେଲେ। ରାସ୍ତା ଯେମିତି କରିବି, ରାସ୍ତା କୁସୁମଖୁଣ୍ଟାରେ ମୁଇଁ କଟା ସାରଠୁ କୁସୁମଖୁଣ୍ଟା ମୁଇଁ ପହଞ୍ଚାଇବି ବୋଲିକରି କହିଲେ। ଆଜି 5 ବର୍ଷ ହେଲା ଭିଡ଼ିଓ ବି ଆମର କୁସୁମଖୁଣ୍ଟାରେ ପାଦ ଦେଇନାହାନ୍ତି। କିନ୍ତୁ ଆମେ ପୁରା ପକ୍କା ରାସ୍ତା କରିବା ପାଇଁ ବ୍ୟବସ୍ଥା କରିବା ପାଇଁ ତାକୁ ଯେଭଳି ସରକାର ନୀତି ନିୟମ ଅଛି, ସେ ନୀତି ନିୟମରେ ସେ ବ୍ୟବସ୍ଥାରେ ସେଟା କ୍ଲିୟରେନ୍ସ ଆସିଲା ପରେ ଯେହେତୁ ଫରେଷ୍ଟ ଲ୍ୟାଣ୍ଡ ପଡୁଛି ସବୁ ଯାକ, ଫରେଷ୍ଟ ଡିପାର୍ଟମେଣ୍ଟ ସେଟା ଦେବାକୁ ପଡ଼ିବ। ଫରେଷ୍ଟ ଡିପାର୍ଟମେଣ୍ଟ ନଦେଲା ଯାଏଁ ସେଟା କିଛି କାର୍ଯ୍ୟ ହେଇପାରୁନାହିଁ। ତେଣୁ ଫରେଷ୍ଟ ଡିପାର୍ଟମେଣ୍ଟକୁ ଆମେ ଲାଗିବାକୁ ପଡ଼ିବ ଏବଂ ଫରେଷ୍ଟ ଡିପାର୍ଟମେଣ୍ଟକୁ ମୁଁ ଅନୁରୋଧ କରିବି ଏବଂ ସରକାରଙ୍କୁ ଅନୁରୋଧ କରିବି ଖୁବ୍ ଶୀଘ୍ର ଯେମିତି ତାକୁ କ୍ଲିୟରେନ୍ସ ଦେବେ, ଯଦ୍ୱାରା କି ରାସ୍ତା କାମ ଆରମ୍ଭ ହେଇପାରିବ। ତେବେ ଏକତା, ଦୃଢ଼ ମନୋବଳ ଆଉ ଅକ୍ଳାନ୍ତ ପରିଶ୍ରମ ଆଗରେ ସବୁକିଛି ସମ୍ଭବ ହୋଇପାରେ ବୋଲି ଦେଖାଇ ଦେଇଛନ୍ତି କୁସୁମଖୁଣ୍ଟା ଗାଁର ଲୋକମାନେ। ଏବେ ବାଧ୍ୟ ହୋଇ ସେମାନେ ତିଆରି କରୁଛନ୍ତି ଏକ କଚ୍ଚା ରାସ୍ତା। ପ୍ରଶାସନ କେବେ ତତ୍ପରତା ହେବ ଏବଂ ଏମାନଙ୍କୁ ଗୋଟେ ପକ୍କା ରାସ୍ତା ଯୋଗାଇ ଦେବ, ତାହା ଦେଖିବାର ବାକି ରହିଲା। ନବରଙ୍ଗପୁର ଜିଲ୍ଲା କୁସୁମଖୁଣ୍ଟାରୁ ନବଘନ ବିଷୟୀ, OTV।